ଗୀତାରେ ଅଛି, ଭାଗବତରେ ଅଛି, ଆମେ ସାହିତ୍ୟରେ ଅଛି, ଆମେ ସେଇଆକୁ ପଢ଼ୁଛୁ। ଆମେ ବି ଯେଉଁଠିକି ଯାଉଛୁ କ'ଣ ଗୋଟେ ଗୀତା କହିବା ପାଇଁ କି ଭାଗବତ କହିବା, ବଳିଆ କହୁ କି ବଳିଆର ପିଲାମାନେ କହନ୍ତୁ, ଆମେ ଆଉ କ'ଣ କହୁଛୁ କି? କାହାକୁ ହାଣିବ କହୁଛୁ ନା ମାରିବ କହୁଛୁ ନା ଚୋରି କରିବ କହୁଛୁ, କ'ଣଟା କହୁଛୁ? କିଛି କହୁନୁ, ଆମେ ସେଇ କଥାଟା କହୁଛୁ। ମୁଁ ତାଙ୍କୁ ଗୋଟିଏ କଥା କହିଲି, ସେଇ ନାକରେ ମୁଁ ବି ନିଶ୍ୱାସ ନେଉଛି, ଆପଣମାନେ ବି ନେଉଛନ୍ତି। ଆଲ୍ଲା କ'ଣ କେବଳ ମୁସଲମାନମାନଙ୍କୁ ତିଆରି କଲେ, ଆମକୁ ତିଆରି କରିନାହାନ୍ତି? ମୁଁ ବି ଖାଉଛି, ମୋ ଭିତରେ ବି ଗୋଟେ ଲିଭର ଅଛି, କିଡ଼ନୀ ଅଛି, ଆପଣମାନଙ୍କ ଭିତରେ ବି ଅଛି। ତେବେ ହିଂସାବାଦ, କପଟଟା ଆଜି ପୃଥିବୀକୁ, ମାନେ ପୃଥିବୀର ଅସ୍ତିତ୍ୱକୁ ଦୋହଲେଇ ଦେଲାଣି। ମୁଁ ଶୋଇକିରି କେବଳ ଭାବୁଛି, ବସିକିରି ଆଉ ଭାବିପାରୁନି। ବସିକିରି ଭାବିଲେ ପଡ଼ିଯିବି, ମୋ ମୁଣ୍ଡ କ'ଣ ହେଇଯାଉଛି ଯେ କେଡ଼େ ସୁନ୍ଦର ପୃଥିବୀ, କେତେ ସୁନ୍ଦର ପୃଥିବୀ। ଏଗୁଡ଼ା ଯେଉଁ ମଣିଷ ଗୁଡ଼ାକ ଯେଉଁ ସୁନ୍ଦର ସୁନ୍ଦରୀ ସବୁ ବାହାରିଛନ୍ତି, ଏଗୁଡ଼ା କିଛି ନୁହେଁ। ଏଗୁଡ଼ା କେବଳ ପୂଜ, ରକ୍ତ, ମାଂସ, ମଳ, ମୂତ୍ର ଏଇଆକୁ ଭଲ ପାଉଛନ୍ତି। ଆଙ୍କୁ ବେଳକୁ ସୁନ୍ଦର ବ୍ୟାଖ୍ୟା, ମାନେ ସୁନ୍ଦର ନିର୍ବାଚନ କରି ଆସେ ନା। ଚିତ୍ର ପ୍ରତିମା ପ୍ରାୟ ଦିଶୁ ସୁନ୍ଦର, ଚିରି ଭିତରେ ଦେଖ କିନାର ଖାର, ଚର୍ମ ବେଢ଼ିଛି ସିନା ଚଉରାଶିକୁ, ଚିତ ତୁ ଦିଅ ନୀଳଗିରିବାସ। ଏଗୁଡ଼ାକ କିଛି ନୁହେଁ, ଶୁଦ୍ଧ ବେକାର। କିନ୍ତୁ ସୁନ୍ଦର ହେଉଛନ୍ତି ସେଇ ଜଣେ ଯାହାଙ୍କୁ ବଳିଆ ସ୍ୱଚକ୍ଷୁରେ ଦେଖିଛି। ମୁଁ କାଲି ସେ କଥା ତାଙ୍କୁ କହିଦେଇଛି, ସେ ନ ମାନିପାରନ୍ତି। ମୁଁ ତ ଦେଖିଛି, ମୁଁ କାହିଁ ମିଛ କହିବି ବୋଲି। ଏଇ ଆପଣମାନେ ଯାହାଙ୍କୁ ଆଲ୍ଲା ବୋଲି କହୁଛନ୍ତି, ବଳିଆ ତାଙ୍କୁ ଦେଖିଛି। ଏଇ ନିରାକାର ରୂପୀ ଅନ୍ଧକାର ଭିତରେ ଗୋଟିଏ ପ୍ରଦୀପ ଭଳି ଗୋଟିଏ ଅଗ୍ନି ତେଜ ରହିଛି। ସିଏ ହିଁ ଏ ସୃଷ୍ଟିକୁ ଚଳଉଛନ୍ତି। ମୁଁ ଆଲ୍ଲାଙ୍କୁ ଦେଖିଛି କହିଦେଲି, ଆଉ ସେ ମାନନ୍ତୁ ନ ମାନନ୍ତୁ ମୋର କ'ଣ ଯାଉଛି। ତେବେ ମୁଁ ଗୋଟେ ଛୋଟିଆ ଗପ କହିଲି, ସେଇଟା ବର୍ତ୍ତମାନ କହୁନି। ପିଲାମାନେ ଆସୁଛନ୍ତି ଗୀତ ଶୁଣିବା, ତେଣୁ ପ୍ରକୃତରେ ଯଦି ସେ ଯୁଗଟା ଆଉ ଆମ ସମୟରେ ଆସିବ କି ନାହିଁ ମୁଁ ଆଉ ଭାବିପାରୁନି। ଯଦି ଆମେ ଗୋଟାଏ ଜାଗାରେ ଏକତ୍ର ହୋଇ ବସିକିରି ଭାବିବା, ସୃଷ୍ଟିରେ କ'ଣ ପ୍ରଥମେ ମଣିଷ ଜନ୍ମ ହୋଇଥିଲା? ସୃଷ୍ଟିରେ ଜନ୍ମ ହୋଇଥିଲା ପ୍ରଥମେ ଜନ୍ମ ହୋଇଥିଲେ ସୂର୍ଯ୍ୟ, ଚନ୍ଦ୍ରମା, ପୃଥିବୀ, ବାୟୁ, ଆକାଶ, ଅଗ୍ନି, ଏଇସବୁ ସୃଷ୍ଟି ହେଇଥିଲେ ନା। ଆଉ ସୃଷ୍ଟିରେ କ'ଣ ପ୍ରଥମେ ମଣିଷ ବାହାରି ପାରିଥିଲେ? ସବୁ ସୃଷ୍ଟି କଲେ, କେହି ଗୋଟାଏ ଶାନ୍ତ ଅହିଂସା ହେଲେନି। ବାଘ କହିଲା ଖାଇବି, ଭାଲୁ କହିଲା ଖାଇବି, ସିଏ ସାପ କହିଲା ମାରିବି। କିନ୍ତୁ ଶେଷକୁ ମୁଁ ଗୋଟେ ପଦ ବି କହିଲି, ଦୁର୍ଲଭ ମନୁଷ୍ୟ ଶରୀର ନରକ ନିସ୍ତାରଣ ଦ୍ୱାର। ମନୁଷ୍ୟ ଶରୀର ହେଉଛି ଦୁର୍ଲଭ। ଏଠି ଯେଉଁ ପିଲାମାନେ ତମେ ବସିଛ, ମୁଁ ବି ତମରି ଭଳିଆ ପିଲାଦିନେ ଥିଲି। ମୁଁ ତମରି ଭଳି ପିଲା ଥିଲି। ଚତୁର୍ଥ ଶ୍ରେଣୀରୁ ପାଠ ପଢ଼ୁଥିଲି। ଚତୁର୍ଥ ଶ୍ରେଣୀରେ କଟକର ଗାନ୍ଧୀ ବିଦ୍ୟାପୀଠରେ। ସେଇ ଚତୁର୍ଥ ଶ୍ରେଣୀରୁ ମୋତେ କେହି ଜଣେ ଡାକୁଥିଲା। ମୋତେ ସେ ଡାକଟା
ସ୍ପଷ୍ଟ ନ ଶୁଭିଲେ ବି ଗୋଟେ ଅସ୍ପଷ୍ଟ ଶବ୍ଦ ମୋ ପାଖକୁ ଆସୁଥିଲା। ମୁଁ ଦିନ ରାତି ଶୋଇପାରେ ନା। ଆଜି ଜାଣିଲି କିଏ ମୋତେ ଡାକୁଥିଲା ଆଉ କାହିଁକି ଡାକୁଥିଲା, ଆଉ ଯେଉଁଥିପାଇଁ ମୋତେ ଡାକୁଥିଲା ସେ ଦାୟିତ୍ୱଟି ମୁଁ ଠିକ୍ ଭାବରେ ତୁଲେଇ ପାରୁଛି ତ। ଆଜି ନୁହେଁ ମୋ ଜୀବନ ଆପଣମାନେ ବାବା ବର୍ତ୍ତମାନ ବାବା ଯେମିତି କହୁଛନ୍ତି ଆପଣଙ୍କୁ ବହୁତ ବୟସ ହୋଇଗଲାଣି ଅମୁକ ମାନେ ମୁଁ ସେଗୁଡ଼ା ମୋତେ କହିକିରି ମୋତେ ବୁଢ଼ା କରିଦିଅ ନା। ମୁଁ ତ ମୋର ଟୋକା ହେଇକିରି ଅଛି, ତମେ କାହିଁ ମୋତେ ବୁଢ଼ା କରୁଛ? ତେଣୁ ସେଇ କଥାକୁ ଚିନ୍ତା କରି ଆଜି ଆମେ ଅପେକ୍ଷା କରିଛୁ ସେଇ ଦିନ, ସେଇ ସୁଦିନ ପୁଣି ଫେରି ଆସୁ। ଏ ଯେଉଁ ସୁନ୍ଦର ବିଶ୍ୱ ଯେତେବେଳେ ଶୁଣୁଛି ଅମୁକ ଦେଶରେ ବମିଂ କରି ସେ ଉଡ଼ାଜାହାଜକୁ ଉଡ଼େଇ ଦେଲେ, ବାହାଦୁରୀ ଅମୁକ କରିଦେଲେ, ସେ ସ୍ତମ୍ଭକୁ ଭାଙ୍ଗିଦେଲେ, ସେଇଆକୁ ଗଢ଼ିବା ପାଇଁ କେତେ ବର୍ଷ ଲାଗିବ? ମୁଁ ଏଠି ବି କହୁନି, ଯଦି ଗୋଟେ ଚିଠି ତାଙ୍କ ପାଖକୁ ଯାଇପାରିବ ସେ ଚିଠିରେ ମୁଁ ଏଇ ଭାଷାରେ ଲେଖିବି, ଆପଣମାନେ ପ୍ରକୃତରେ ଜ୍ଞାନୀ ନୁହନ୍ତି। ଆପଣ ଯାହାକୁ ଧ୍ୱଂସ କଲେ, ଆଜି ତ ଇରାନରେ ଯୁଦ୍ଧ ଲାଗିଛି, ଇରାନ ଆମେରିକାର, ଆମର କାହିଁ ଏଠି ତେଲ ଗ୍ୟାସ୍ ମିଳୁନି ବା ଏ ଯେଉଁ କ'ଣ ଦର ବଢ଼ୁଛି? ଯଦି ତାଙ୍କ ସହିତ ଆମର ସମ୍ପର୍କ ନାହିଁ ତାହେଲେ ବଢ଼ିଲା କେମିତି? ତେଣୁ ଏ କଥାକୁ ଯେଉଁମାନେ ଜୀବନରେ ରିସର୍ଚ୍ଚ କରିନାହାନ୍ତି, ଭାବି ନାହାନ୍ତି, ଯେଉଁ କଥା ଆମ ଧର୍ମର ଶାସ୍ତ୍ର, ମୁଁ ତ ହେଲି ଅଘୋରୀ ବୈଷ୍ଣବ, ମୁଁ ତ ପୁରା ବୈଷ୍ଣବ ନୁହଁ। ପୁରା ବୈଷ୍ଣବ ସବୁ ଏଇମାନେ ବହିଛନ୍ତି, ମୁଁ ପୁରା ବୈଷ୍ଣବ ନୁହଁ, ମୁଁ ହେଲି ଅଘୋରୀ ବୈଷ୍ଣବ। ତେଣୁ ଏ ଅଘୋରୀ ବୈଷ୍ଣବର ଚିନ୍ତାରେ ମୁଁ କେବଳ ଏତିକି ଜାଣିଛି, ଏ ସୃଷ୍ଟିରେ ମଣିଷ ଯେପର୍ଯ୍ୟନ୍ତ ଜାଗି ନାହିଁ, କ'ଣ ନା ଆମ ଗାଁରେ ଯଜ୍ଞ ହେଉଛି। ଏ ଯଜ୍ଞ ନାଁ କ'ଣ ନା ବିଶ୍ୱଶାନ୍ତି। ତମ ଗାଁଟା ଆଗେ ଶାନ୍ତି ହେଲାଣି? ତମେ କ'ଣ କରୁଛ ନା ଆମର ହନୁମାନ ଯଜ୍ଞ ହେଉଛି। ମାନେ ଏମିତି ମାନେ ସବୁ କରୁଛନ୍ତି ଯେମିତି ମାନେ ଦେବର୍ଷି ନାରଦ ଥରେ ଭଗବାନଙ୍କୁ କହିଲେ ପ୍ରଭୁ ଏତେ ଭକ୍ତ ବର୍ତ୍ତମାନ ମର୍ତ୍ତ୍ୟରେ ହେଇଗଲେଣି, ଆଉ ଏ ବୈକୁଣ୍ଠକୁ ସେ ଆସିବେ, ଜାଗା ନାହିଁ ରହିବା ପାଇଁ। ଭଗବାନ ତାର ଉତ୍ତର ଦେଲେ, ତମେ ଦେବର୍ଷି ଯାଅ, ଗୋଟେ ହାରାହାରି କେତେ ଗାଁରୁ କେଉଁ ଗାଁରୁ କେତେ ଲୋକ ଆସିବେ ଗୋଟେ ହିସାବ କର। ଇଏ ଗୋଟେ ଗାଁରେ ଯାଇ ପହଞ୍ଚିଲେ, ସେ ଗୋଟେ ଲୋକ ଘରକୁ ଯାଉଥିଲା, ଦେବର୍ଷି ତାଙ୍କୁ ଡାକିଲେ, ମାନେ ଗୋଟେ ମାୟା ରୂପରେ, ହଉ ବାବୁ କୁଆଡ଼େ ଯାଉଛ? ନା ବିଲକୁ ଯାଉଛି। ଆଚ୍ଛା ତମେ ବୈକୁଣ୍ଠକୁ ଯିବ? ସେ କହିଲା ବୈକୁଣ୍ଠକୁ ମୁଁ ଯିବିନି, ବୈକୁଣ୍ଠକୁ ଯିବା ପାଇଁ ମୁଁ ସବୁଦିନେ ପ୍ରାର୍ଥନା କରୁଛି, ଆପଣ କହୁଛନ୍ତି ବୈକୁଣ୍ଠକୁ ଯିବୁ କି? କେଉଁ ଦିନ ଯିବି, କେତେବେଳେ ଯିବି? ନାରଦ କହିଲେ ବର୍ତ୍ତମାନ ଯିବୁ। ହଉ ସେ ଟିକେ ରହିଗଲା, କହିଲା ମୋ ସ୍ତ୍ରୀକି ଟିକେ ପଚାରି ଆସେ। ତା ସ୍ତ୍ରୀକି କ'ଣ ପଚାରିଲା, ସେ ଆସିକି ନାରଦଙ୍କୁ କହିଲା, ଆଉ ଦେବର୍ଷି ଆମ ଘରେ କେହି ରାଜି ହେଉନାହାନ୍ତି, ଆଉ ସେ ପୁଅ ଝିଅ ବାହାଘର ସରିଗଲା ପରେ ମୁଁ ଯିବି। ଆଉ କିଏ ଯିବେ ଦେଖ? ସେ ଯାହାକୁ ପଚାରିଲା, କିଏ କହିଲା ମୋର କୋଠା ଛାତ ପଡ଼ିନି, କିଏ କହିଲା ମୋର ଝିଅ ବାହା ହେଇନି, କିଏ କହିଲା ମୋର ନାତିଟିଏ ଦେଖିବାକୁ ଇଚ୍ଛା ଥିଲା ହେଇନି। ଏମିତି କହି କହି ନାରଦଙ୍କୁ ଆସିକିରି କହିଲେ, ପ୍ରଭୁ ଆମ ଗାଁରୁ କେହି ଯିବେନି, ଆପଣ ଏକୁଟିଆ ଯାଆନ୍ତୁ। ତେଣୁ ବର୍ତ୍ତମାନ ସମାଜ ହେଉଛି ସେଇଆ। ମଦ ପିଇଲେ କ'ଣ ହୁଏ ତାକୁ ମୁଁ ଜାଣିନି, କିନ୍ତୁ ମୁଁ ପିଉଛି। ମଣିଷକୁ ଗୋଟେ ମାଇଲେ, ଗୋଟେ ଚଟକଣା ପକେଇଲେ, ତା ଭିତରେ ଯେଉଁ ପ୍ରତିକ୍ରିୟା ସୃଷ୍ଟି ହୁଏ
ସେ ଅଭିଶାପଟାକୁ କିଏ ନିଏ ସେଇଟା ବି ମୁଁ ଜାଣିନି। କିନ୍ତୁ ମୋ ହାତରେ ଗୋଟେ ବଳ ଅଛି, ମାଇଲି ଗୋଟେ ଜାବୁଡ଼ା, ତା ଦି ଚାରିଟା ଖଣ୍ଡେ ଦାନ୍ତ ଗଳି ପଇଲା ଆଉ। ଏତେ ମାନେ ବିରାଟ ଲୋକ ସେ। ତେଣୁ ପ୍ରକୃତରେ ଆମେ ମନ୍ଦିର କରିଛୁ। ଚାଲନ୍ତୁ ମୋ ସାଙ୍ଗରେ ଆମେ ଗାଡ଼ିରେ ଯିବା, ବାଟ ଯାକ ଭଜନ କରିକା ଯିବା, ଆଉ ପଚାରିବା ଆମ ଗାଁ ଯେକୌଣସି ଗାଁରେ ପଚାରିବା ଇଏ ମନ୍ଦିରଟି କ'ଣ ନା ଏଟା ହନୁମାନ ମନ୍ଦିର। ଆଚ୍ଛା ହନୁମାନଙ୍କ ବାପା ନାଁ କ'ଣ କହିଲ? ହନୁମାନଙ୍କର ଇଏ କେଉଁ ମନ୍ଦିର? ରାମ। ରାମଙ୍କର ମାନେ ଗୋଟେ ରାମଙ୍କର ଗୋଟେ ନୀଳା କ'ଣ ମାନେ ରାମ କ'ଣ ଲକ୍ଷ୍ମଣ କ'ଣ ସୀତା କ'ଣ ସେ କିଛି ଜାଣିନାହାନ୍ତି। ସିଏ ଭାବୁଛନ୍ତି ମୁଁ ଯେମିତି ଗୋଟେ ବାପର ପୁଅ ସିଏ ସେମିତି ଦଶରଥ ନନ୍ଦନ, ମୁଁ ଯେମିତି ଗୋଟେ ବାପର ପୁଅ ହନୁମାନ ସେମିତି ପବନ ନନ୍ଦନ। କିଏ ପବନର ନନ୍ଦନ କେମିତି ହେଲା? ସେ ହନୁମାନ ସେ ପୁଣି ପବନ ନନ୍ଦନ। ପବନ କ'ଣ ଗୋଟେ ମଣିଷ? ସେ ଦେବତା ହେଇପାରେ, ସିଏ ପବନ କେମିତି ଗୋଟେ ସନ୍ତାନ ସୃଷ୍ଟି କଲା? ଏଇଭଳି ଭ୍ରମାତ୍ମକ କଥାରେ ବର୍ତ୍ତମାନ ମୁଁ ଯଦି ଏଇ କଥା କହିବି ମୋ କଥାକୁ କେତେକ ନାକ ଟେକିବେ, ଆଉ ଅନ୍ୟମାନଙ୍କ କଥା ଗୁଡ଼ାକ ଭାରି ବଢ଼ିଆ ହେଲା ବୋଲି କହିବେ। ହନୁମାନଙ୍କର ଗୋଟେ ନାଙ୍ଗୁଡ଼ ଅଛି, ତୁମେ କ'ଣ ଦେଖିଛ? ଯଦି ସେ ପ୍ରକୃତ ଗୋଟେ ନାଙ୍ଗୁଡ଼ ବୁଲେଇ ଦିଅନ୍ତେ, ତମ ଭଳିଆ କେତେ ଛତରା ବୁଡ଼ିକିରି ଏଇଟା ନାଙ୍ଗୁଡ଼ ବୁଲଉନା, ଏଇଟା ସିମେଣ୍ଟ ହନୁମାନ କ'ଣ ନାଙ୍ଗୁଡ଼ ବୁଲେଇବି? ନା ପ୍ରକୃତ ହନୁମାନ ହେଇଥିଲେ ହେଇଥାନ୍ତା। ତେଣୁ ଏଇ ଯେଉଁ ପବିତ୍ର ଶବ୍ଦ ଏଠି ଯଜ୍ଞଟିଏ ହେଉଛି, ପ୍ରଭୁଙ୍କର ନାମ ଟିକେ ହେଉଛି, ହେଉଥିଲା, ଓଇଖିଣା ବି ହେଉଛି। ପୁଣି ଆମେ ଟିକେ ବସିଛେ ଭଜନ କରିବା, ଆନନ୍ଦ କରିବା। ଆଚ୍ଛା ଏଇ ଯେଉଁ ଏତିକି ମାତ୍ର ଲାଭ, ଆଉ ସବୁ ହେଉଛି କ୍ଷତି। ଜୀବନର ଲାଭ ହେଉଛି ଏତିକି। ଆମେ ଯେଉଁ ଗୁରୁ ଆଉ ଗୋବିନ୍ଦଙ୍କୁ ପାଖେଇକିରି ବା ତାଙ୍କୁ ମନ ଭିତରେ ତାଙ୍କୁ ଆଲିଙ୍ଗନ କରି ଇଏ ଜୀବନ ଯାତ୍ରା ଆମର ଚାଲିଛି, ସେତିକି ହେଉଛନ୍ତି ସତ୍ୟ।